ଦେଖନ୍ତୁ ବନ୍ତଳା ବନ୍ତଳା ହେଉଛି ଅନୁଗୁଳ ବ୍ଲକର ଗୋଟେ ଅଂଶ। ଏଇ ଅନୁଗୁଳ ବ୍ଲକରେ ଯେଉଁଟା ବର୍ତ୍ତମାନ ଅନୁଗୁଳରେ ଫାୟାର ଷ୍ଟେସନ ଅଛି, ସେଟା ଅନୁଗୁଳ ବ୍ଲକର ଫାୟାର ଷ୍ଟେସନ। ବିଗତ ଦିନରେ ଆମ ବନ୍ତଳା ଅଞ୍ଚଳର ଦାବି ଥିଲା ଯେ ବନ୍ତଳା ଅଞ୍ଚଳରେ ଗୋଟିଏ ଦମକଳ କେନ୍ଦ୍ର ସ୍ଥାପନ ପାଇଁ। ବିଗତ ସରକାର ନବୀନ ପଟ୍ଟନାୟକ ସରକାର ଜୁଲାଇ ମାସ 23 ତାରିଖରେ ଏହାକୁ ଅର୍ଥ ମଞ୍ଜୁର କରିଛନ୍ତି ଏବଂ ଏଠି ଷ୍ଟାଫ ନିଯୁକ୍ତି ବି ଜୁଲାଇ ମାସରେ ହୋଇଅଛି। ତ କିନ୍ତୁ ଗତ 2-3 ଦିନ ମଧ୍ୟରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏହାକୁ ଉଦ୍ଘାଟନ କରିଥିଲେ। ଯେଉଁ ସରକାର ପୂର୍ବ ସରକାର ଏହାକୁ ଅର୍ଥ ମଞ୍ଜୁର କରି ଜାଗାର ଅସୁବିଧା ଥିଲା, ତେଣୁକରି ସେତେବେଳେ କିଛି କୁଚକ୍ରୀ ଲୋକ ଜାଗା କରାଇ ଦେଉଥିଲେ, କିନ୍ତୁ ମାନ୍ୟବର ପୂର୍ବତନ ବିଧାୟକ ରଜନୀକାନ୍ତ ସିଂ ବହୁ ଚେଷ୍ଟା କରି ଅର୍ଥ ମଞ୍ଜୁର କରାଇଥିଲେ। ଅସୁବିଧା ବଶତଃ ଜାଗାଟି ଠିକ୍ ହୋଇପାରିନଥିଲା। ଆର୍ଆଇ ତହସିଲଦାର ସବ୍ କଲେକ୍ଟର ସହିତ ସେ ଯୋଗାଯୋଗ କରି ଜାଗା ମଧ୍ୟ ଚିହ୍ନଟ କରିଥିଲେ। ତେଣୁକରି ଆମମାନଙ୍କର ଦାବି ଥିଲା ଯେ ଏଠି ଗୋଟେ ଦମକଳ କେନ୍ଦ୍ର ଗତ ସରକାରରେ ମଞ୍ଜୁର ହୋଇଛି। ସେ ଯେଉଁ ବାହା ନେଉଛନ୍ତି ଯେ ଆମେ ଏଇ ଅର୍ଥକୁ 10 ମାସ ଭିତରେ ମଞ୍ଜୁର କରିଦେଇଛୁ, ଏଟା ସମ୍ପୂର୍ଣ୍ଣ ମିଥ୍ୟା। ଯଦି ସେମାନେ ଏତେ ଅଛି ତାଙ୍କର ଦମକଳ ପ୍ରତି ଅଛି ଦୁର୍ବଳତା ଦରଜ ଅଛି, ସେ ୟାକୁ ଅସ୍ଥାୟୀ ନ କରି ସ୍ଥାୟୀ କଲେ ଆମେ ଅଞ୍ଚଳବାସୀ ଖୁସି ହେବୁ। ତେଣୁକରି ଆମେ ନିଶ୍ଚିନ୍ତ ଭାବରେ ପୂର୍ବତନ ଆଜି ଯେଉଁ ସମସ୍ତେ ଏକତ୍ରିତ ହୋଇଛୁ, ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପୂର୍ବତନ ବିଧାୟକକୁ ଧନ୍ୟବାଦ ଦେଉଛୁ ଯେ ସେ ଆମ ଅଞ୍ଚଳର ଦୁଃଖ କଥା ବୁଝିଲେ ଏବଂ ଏଠି ଦମକଳ କେନ୍ଦ୍ର ସ୍ଥାପନ କରିବା ପାଇଁ ଅର୍ଥ ମଞ୍ଜୁର କଲେ। ମୁହାଁମୁହିଁର କୌଣସି ବିଷୟ ନୁହେଁ। ବିଜେଡି ଦଳ ଗୋଟେ ରିଜନାଲ ପାର୍ଟି, ସେ ବର୍ତ୍ତମାନ ବୁଡ଼ି ଯିବାକୁ ବସିଲାଣି। ତେଣୁ ନିଜର ଅସ୍ତିତ୍ୱ ବଞ୍ଚାଇବା ପାଇଁ ଔଷଧ ବିକଳରେ ଟାଟିଆ କାମୁଡୁଛି। ଆଉ ରହିଲା ଦମକଳ କେନ୍ଦ୍ର କଥା, ବନ୍ତଳା ଅଞ୍ଚଳବାସୀ, ଅନୁଗୁଳ ଜିଲ୍ଲାବାସୀ, ବର୍ତ୍ତମାନ ତ ମୁଁ କହିବି ସାରା ଓଡ଼ିଶାବାସୀ ଭଲ ଭାବରେ ଜାଣିଛନ୍ତି ଯେ ବନ୍ତଳା ଦମକଳ କେନ୍ଦ୍ର ଭାରତୀୟ ଜନତା ପାର୍ଟି ସରକାରରେ, ମୋଦି ଗ୍ୟାରେଣ୍ଟିରେ, ମୋହନ ସରକାରରେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚେଷ୍ଟା, ଅନୁଗୁଳର ଲୋକପ୍ରିୟ ବିଧାୟକ ନୀଲୁ ଭାଇ ଏବଂ ରୁଦ୍ର ଭାଇଙ୍କ ପ୍ରଚେଷ୍ଟାରେ ହେଇଛି। ଆଉ ଏ କଥାକୁ ନିଜେ ନର୍ଦର୍ଣ୍ଣ ରେଞ୍ଜର ତାଙ୍କର ଫାୟାର ଅଫିସର ସେଠି କାର୍ଯ୍ୟକ୍ରମ ବେଳେ ସ୍ୱୀକାର କରିଛନ୍ତି। ତେଣୁ ଏଥିରେ କୌଣସି ଆରୋପ ପ୍ରତ୍ୟାରୋପର ବିଷୟ ନୁହେଁ। କେବଳ ଯେହେତୁ ସେ ଦଳ ବୁଡ଼ିବାକୁ ବସିଲାଣି, ସେମାନେ ତାଙ୍କର ଅସ୍ତିତ୍ୱ ବଞ୍ଚାଇବା ପାଇଁ ପ୍ରୟାସ କରୁଛନ୍ତି, କିନ୍ତୁ ଏଥିରେ କୌଣସି ବିଷୟ ନୁହେଁ। ଏ ଦଳ ଖୁବ୍ ଶୀଘ୍ର ବୁଡ଼ିଯିବ। କ'ଣ କହିବେ ସେ ଯୁବ ନେତା, କ'ଣ ତାଙ୍କ ଦଳର କ'ଣ ଅଛି, ତାଙ୍କର କ'ଣ ଅଛି? ନିଜ ଗାଁ, ତାଙ୍କ ଗୁତୁମରା ଗାଁରୁ 4 ଥର ବିଧାୟକ, 4 ଥର ବିଧାୟକ ତାଙ୍କ ଗାଁକୁ ଆଲୋକିତ କରିପାରିଲେନି। ତାଙ୍କ ଗାଁରେ ଭାରତୀୟ ଜନତା ପାର୍ଟି ସରକାରରେ, ମୋହନ ସରକାରରେ ଆମର ଅନୁଗୁଳର ଲୋକପ୍ରିୟ ବିଧାୟକ ନୀଲୁ ଭାଇ ଯାଇ ଲାଇଟ୍ ଲଗାଇଛନ୍ତି, ତାଙ୍କ ଗାଁକୁ ଆଲୋକିତ କରିଛନ୍ତି। ଯିଏ ନିଜ ଗାଁକୁ 4 ଥର ବିଧାୟକ ହେଇ ଅନ୍ଧାରରେ ରଖିଛି, ସେ ଆସିକି ବାହାସ୍ପୋଟ ମାରିବ କ'ଣ ନା ଆମେ ଦମକଳ କେନ୍ଦ୍ର କରିଛୁ। ଆଉ ଗୋଟିଏ କଥା ମୁଁ ଏଠି କହି ରଖିବାକୁ ଚାହେଁ, ନିର୍ବାଚନ ପୂର୍ବର କଥା। ନିର୍ବାଚନ ପୂର୍ବରୁ ତାଙ୍କ ଦଳର ବନ୍ତଳା ଅଞ୍ଚଳରେ ଏକ ବଡ଼ ସଭା ହେଇଥିଲା। ସେ ଷ୍ଟେଜରେ ଥିଲେ, ତାଙ୍କୁ ଚଢ଼ିବାକୁ ଦିଆଗଲା। ଯେଉଁଠି ଯେଉଁ ଦଳରେ ଗୋଟେ ବିଧାୟକ ଷ୍ଟେଜରେ ଚଢ଼ିବାର ଦକ୍ଷତା ନାହିଁ, ଆଉ ସେଠି ଆସି ତାଙ୍କ ଦଳର ଯୁବ ନେତା ବଡ଼ ବଡ଼ ଭାଷଣ ମାଣିବେ, ଆମେ ଏହା କରିବୁ ସେୟା କରିବୁ। ତେଣୁ ଏହାର କଥାର କିଛି ମାନେ ଅସ୍ତିତ୍ୱ ନାହିଁ। କେବଳ ସେମାନେ ଦମକଳ କେନ୍ଦ୍ର, ଯେହେତୁ ବନ୍ତଳା ଅଞ୍ଚଳର ଦୀର୍ଘ ଦିନର ଦାବି ଥିଲା, ବିଗତ 30 ବର୍ଷ ହେଲାଣି ଦାବି, ସେମାନେ କିଛି କରିପାରିଲେ ନାହିଁ। ଆଜି ଭାରତୀୟ ଜନତା ପାର୍ଟି ସରକାରରେ, ମୋଦି ଗ୍ୟାରେଣ୍ଟିରେ ଆଜି ଦମକଳ କେନ୍ଦ୍ର ହେଲା। ତେଣୁ ତାଙ୍କୁ ଜଳାପୋଡ଼ା ଆରମ୍ଭ ହୋଇଛି। ତେଣୁ ଜଳାପୋଡ଼ା ପାଇଁ ବି ସେ ବ୍ୟସ୍ତ ହୁଅନ୍ତୁନି। ମୁଁ ଜାଣିଛି ଭଲ ଭାବରେ ଜଳାପୋଡ଼ା ହେଉଛି। ସେମାନେ କହିବେ ଯଦି ଆମ ଭାରତୀୟ ଜନତା ପାର୍ଟି ସରକାରରେ ଯେଉଁ ବନ୍ତଳାରେ ଦମକଳ କେନ୍ଦ୍ର ହେଇଛି, ସେଠୁ ଗାଡ଼ି ପଠାଇ ଫାୟାର ଷ୍ଟେସନରୁ ପିଚକାରୀ ମାରିଦେବା, ପାଣି ଥଣ୍ଡା କରିଦେବ। ଯଦି ସେଠାରେ ଥଣ୍ଡା ନ ହେବ, ନିକଟସ୍ଥ ଔଷଧ ଦୋକାନରୁ ବର୍ଣ୍ଣର ଲଗାଇବେ। ନହେଲେ ଯଦି ଏଥିରେ ବି ଭଲ ନହେଲା, ତାହେଲେ ଅଲଗା କ'ଣ ଦୋଷ ଥିବ, ସ୍କେଭିଟଲ୍ ଫେଭିଟଲ୍ ଲଗାଇବେ। ତେଣୁ ଏଠାରେ ସେମାନେ ବର୍ତ୍ତମାନ ପିକ୍ଚରରେ ଆଉ ନାହାନ୍ତି। ତାଙ୍କ ଦଳ ବୁଡ଼ିଗଲାଣି, ଆଉ ସମ୍ପୂର୍ଣ୍ଣ ବୁଡ଼ିଯିବ। ତେଣୁ ସେ ବଞ୍ଚିବା ପାଇଁ ଯେଉଁ ଚେଷ୍ଟା କରୁଛନ୍ତି, ସେ ଏଥିରେ ତାଙ୍କ କଥାରେ କୌଣସି ଦମ୍ ନାହିଁ, କି ଅସ୍ତିତ୍ୱ ମଧ୍ୟ ନାହିଁ।